ନାଇଁ ଆମ ସରକାର ବେଳେ ନିୟନ୍ତ୍ରଣ ଥିଲା, ବର୍ତ୍ତମାନ ବେନିୟନ୍ତ୍ରଣ ହେଇଗଲା। ଶୁଣନ୍ତୁ, ଏ ଯୋଉ ନଦୀବନ୍ଧ ଇଏ ହଉଛି କାର୍ଯ୍ୟ ସଶକ୍ତିକରଣ ଚାଲିଛି। ଇଏ 2010-11ରେ ପ୍ରଥମେ ବିଧାୟକ ହେଇଥିଲି, ସେତେବେଳେ 8.5 କୋଟି ଟଙ୍କାରେ ହେଇଥିଲା ଏବଂ ବନ୍ୟା ନିୟନ୍ତ୍ରଣ ମଧ୍ୟ ପାଇଁ ଏବଂ ବନ୍ଦର ସୁରକ୍ଷା ପାଇଁ ସବୁ ଦୃଷ୍ଟିରୁ ସେ କାର୍ଯ୍ୟକ୍ରମ ହେଇଥିଲା। ଏବେ ପୁଣି ଗତ ସରକାରରେ 22 କୋଟି ଟଙ୍କା ଆଣିକି ଏ କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ଆମର ଯାହା ଥିଲା ଯେ ପିଚୁଟି 25 ଫୁଟ ହବାର ଥିଲା ଏବଂ ଉଭୟ ପଟେ ବାମ ପାର୍ଶ୍ୱରେ ଆଉ ଦକ୍ଷିଣ ପାର୍ଶ୍ୱରେ 5 ଫୁଟ ବନ୍ଦ ଥିଲା। କିନ୍ତୁ ଏବେ ଆସିଲା ବେଳୁ ବାଟରେ ବି ଦେଖିଲି ଯେ ସେ କୋଉଟେ 20 ଫୁଟ, କୋଉଟେ 21 ଫୁଟ ଆଉ 25 ଫୁଟର ଚିହ୍ନବର୍ଣ୍ଣ ନାହିଁ। ଦୁଇ ପାର୍ଶ୍ୱରେ ଥିବା 5 ଫୁଟ ସେ 2.5 ଫୁଟ ଲେଖେ ହେଇଛି, ଆପଣମାନେ ନିଜେ ଦେଖିପାରିବେ ମିଡ଼ିଆ ଲୋକ। ତେଣୁ ଏଥିରେ ଏଇ ଯୋଉ ସାଲିସ କରାଗଲା, ଇଏ ନିଶ୍ଚିତ ଭାବରେ ବନ୍ଦର ସୁରକ୍ଷା, ସ୍ଥାୟିତ୍ୱ ଏବଂ ଲୋକଙ୍କର ସ୍ୱାର୍ଥର ବିପରୀତ। ବିପରୀତ। ଏବଂ ଆଉ ଗୋଟେ କଥା ତା ଦେହରେ ଯେ ବନ୍ଧ ପଟେ 3 ପ୍ରକାର ରିଟର୍ଣ୍ଣିଂ ୱାଲ୍ ହଉଛି, ସେଠି ପାଇଲିଂ ହେଇକିରି ହବାର ଥିଲା, ସେଇଠି କରାଯାଇଗଲେ ତାକୁ ସେଥିରୁ ବାଦ ଦେଇଛନ୍ତି। ଯଦିଓ ଏଷ୍ଟିମେଟ ଏଗ୍ରିମେଣ୍ଟ ବନ୍ଧ ହେଇଛି, ଯେଉଁମାନେ ଏବେ ଶାସନରେ ଅଛନ୍ତି ସେମାନେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଭବିଷ୍ୟତକୁ ଆଖିରେ ରଖିକିରି ସେଇଠି ମଧ୍ୟ ଚିନ୍ତା କରିବା ଉଚିତ। ସେଥିରେ ଆମେ ସୀମାନ୍ତ ଲଢେଇରେ ଆମେ ସାଲିସ କରୁଛୁ କି? କାହିଁ କରୁନେ? ଆମର ଦେଶ ସୁରକ୍ଷା ଓ ଲୋକଙ୍କ ସୁରକ୍ଷା ପାଇଁ। କିନ୍ତୁ ଏଠି ମଧ୍ୟ ସାଲିସ ହବା ଉଚିତ। କୋଉ ବନ୍ଧ କଥା କହୁଛନ୍ତି? 26 କୋଟି ନଥିଲା, 22 କୋଟି ଥିଲା। 22 କୋଟି ଥିଲା, ତାକୁ ସେମାନେ ଏଇ ଯୋଉ ପାଇଲିଂଟି ତାକୁ କାଟିଦେଲେ। ଏପଟେ 20 ଫୁଟ ହେଇଗଲା, 25 ଫୁଟ 20 ଫୁଟ ହେଇଗଲା, ସେପଟେ 5 ଫୁଟ 5 ଫୁଟ ସିଏ ବି କମିଗଲା। ତେଣୁ ଏଥିରେ ଯୋଉ ଅର୍ଥ କମିଲା, ସେ ଅର୍ଥ କଣ ତା ଭବିଷ୍ୟତରେ ସେ ବିଭାଗ, ପୂର୍ତ୍ତ ବିଭାଗ ଜବାବ ମାନେ ଲୋକଙ୍କ ପାଖରେ ଯେତେବେଳେ ଲୋକ ଜବାବ ମାଗିବେ ସେତେବେଳେ ସେ ଉତ୍ତର ରଖିବେ। କିଭଳି ଭାବେ ଉତ୍ତର ରଖୁଛନ୍ତି ଆମେ ଦେଖିବା। ଯୋଉମାନେ ମାଟି ଉଠଉଥିଲେ ମୁଁ ତାର ପୁରା ବିରୋଧ କରିଥିଲି, ଆଜି ବି ବିରୋଧ କରୁଛି। କାରଣ ଗଙ୍ଗାର ଯୋଉ ଗୋଟେ ଆଉ ଗୋଟେ ଇଏ ହେଲା ଏକ ପ୍ରାକୃତିକ ନଳା ବୋଲି ମୁଁ ତାକୁ କହିବିନି, କେତେ ତାକୁ ଗନ୍ଧବତୀ ନଈ କହନ୍ତୁ, ଗଙ୍ଗା ନାଳକୁ ତାକୁ ଗଙ୍ଗା ନାଳ କରିଦେଲେଣି ତା ବି କହୁଛନ୍ତି। କିନ୍ତୁ ନିଶ୍ଚିତ ଭାବରେ ଇଏ ଗୋଟିଏ ଯେକୌଣସି ଜଳାଶୟ ହଉ ବା ଜଳ ଯୋଉ ଧାର ହଉ, ଇଏ ହେଲା ଗୋଟେ ଲାଇଫ ଲାଇନ ବା ଯାହାକୁ କହନ୍ତି ଜୀବନ ଧାର। ସେ ଦୟା ହଉ, ସେ ଗଙ୍ଗା ହଉ, ଏସବୁ ଜୀବନ ଧାର। ସେଥିରେ ମାଟି ଉଠି ତାକୁ ଯୋଉ କହନ୍ତି ସିହୀନ କରେଇବା ବା ନଳାର ଯୋଉ ଦିପଟେ ବନ୍ଧ, ପ୍ରତ୍ୟେକ ନଳାରେ ପ୍ରତ୍ୟେକ ନଦୀରେ ଦିପଟେ ବନ୍ଧ ରହିବା ଆବଶ୍ୟକ, ନହେଲେ କାଲି ସକାଳେ ନିୟନ୍ତ୍ରଣ ରହିବନି। ତେଣୁ ଯୋଉମାନେ ସେ କରୁଛନ୍ତି ସେ ନିଜ ଗୋଡରେ କୁରାଢି ମାରୁଛନ୍ତି, ପକେଟ ଗରମ କରୁଥିବେ। ଅଳ୍ପ ମାନେ ସାମୟିକ ଭାବେ ପକେଟ ଗରମ ହବ, କେତେବେଳେ ସେ ପକେଟ ଫାଟିଯିବ।